କ୍ୟାବିନେଟ୍ରେ ଆଜି 6ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମାଜିକ ଏବଂ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ 11.25% ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଲାଗୁ କରାଯିବ। ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 22.5%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 16.25%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ 5% ଏବଂ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ପାଇଁ 1% ସଂରକ୍ଷଣ ପୂର୍ବ ଭଳି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ମିଳିତ ଭାବରେ 1 ଏପ୍ରିଲ 2025ରୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାକୁ ମମତା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭାବରେ ନାମିତ କରାଯିବ। ପୂର୍ବରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମାଆମାନେ 10,000 ଟଙ୍କା ପାଉଥିଲେ, ଏବେ 12,000 ଟଙ୍କା ପାଇବେ। ପୁଅ ଜନ୍ମ ହେଲେ ମାଆମାନେ ପାଉଥିବା 10,000 ଟଙ୍କା ସହାୟତା ପୂର୍ବ ଭଳି ଅପରିବର୍ତ୍ତିତ ରହିଛି। ସମ୍ପ୍ରଦାୟର ମହିଳାଙ୍କୁ ପ୍ରଥମ 2ଟି ସନ୍ତାନ ପରେ ମଧ୍ୟ ଝିଅ ଜନ୍ମ ପାଇଁ 12,000 ଟଙ୍କା ଓ ପୁଅ ଜନ୍ମ ପାଇଁ 10,000 ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। राज्य कैबिनेट उच्चशिक्षा क्षेत्र में संरक्षण व्यवस्था लागू करी विशेष करी एक बड़ ऐतिहासिक निष्पत्ति कैबिनेट निया जाइछि। यह निश्चित भाव में सामाजिक न्याय प्रदान करिबारे विशेष करी आर्थिक दृष्टिकोण जो माने पछुआ अछंती तांको पाई बहुत बड़ा गोटे निष्पत्ति राज्य सरकार ममता और प्रधानमंत्री मातृवंदना योजना ये दुईटी योजना को मिलित भाव कार्यकारी करने राज्य कैबिनेट ममता PMMVY योजना अधीन सहायता वृद्धि करने प्रस्ताव को आज कैबिनेट रे अनुमोदन करिसेंती।